କହୁନାହାନ୍ତି ଯିଏ ଯିବା କଥା ସେ ପଳେଇଛନ୍ତି ଆଉ ଯିଏ ଅଛନ୍ତି ମୁଁ ଭାବୁଛି ସେ ଯିବେ ନାହିଁ। ପ୍ରତ୍ୟେକ ଦଳରେ କିଛି ଲୋକ ଥିବେ ଯୋଉମାନେ କି ସେ ଦେଖୁଥିବେ ସୁବିଧାଟାକୁ ନେବା ପାଇଁ ଚାହୁଁଥିବେ, କିନ୍ତୁ ସେ ଯୋଉମାନେ ବିଜୁ ଜନତା ଦଳରେ ରହିବେ ଭଲ ଭାବେ ଜାଣିଛନ୍ତି ଆମେ 5 ବର୍ଷ କାଳ ବିରୋଧୀ ଦଳରେ ରହିବୁ ଏବଂ ଲଢ଼େଇ କରିବୁ। ଲଢ଼େଇ କରିକି କୋଉଥିପାଇଁ ଲଢ଼େଇ କରିବୁ ନା ଲୋକଙ୍କ ଦାବିକୁ ନେଇକି ଲଢ଼େଇ କରିବୁ, ଯାହାକୁ ସରକାର ଶୁଣିବେ ନାହିଁ। ଆମେ କ୍ଷମତା ପାଇଁ ଦୌଡ଼ିବା ନାହିଁ। ବିଜୁ ପଟ୍ଟନାୟକ ଆମକୁ ଗୋଟେ ଶିକ୍ଷା ଦେଇଛନ୍ତି ଯେ ଲଢ଼େଇ କରିକି ବଞ୍ଚି ହୁଏ ଏବଂ ଶୁଣନ୍ତୁ ଯିଏ ଯାହା ଚାହୁଁ ସେ ବିଜେଡି ହଉ କି ଅନ୍ୟ ଦଳ ହଉ ଚାହିଁଲେ କ'ଣ ହବ। ବର୍ତ୍ତମାନ ଆମେ ବିରୋଧୀ ଦଳ ଅଛୁ, ଏଟା ହଉଛି ସତ୍ୟ ଏବଂ ଆମେ ବିରୋଧୀ ଦଳ ଭୂମିକା ଠିକ ବାଟରେ କାର୍ଯ୍ୟକାରୀ କରିବା ହେଉଛି ଆମର କର୍ତ୍ତବ୍ୟ। ଶୁଣନ୍ତୁ ମୋ ଚକ୍ଷୁରେ ଏପର୍ଯ୍ୟନ୍ତ ସେମିତି କେହି ଦେଖା ହଉନାହାନ୍ତି। ଯିଏ ଯିବା କଥା ସେ ପଳେଇଛନ୍ତି ଆଉ ଯିଏ ଅଛନ୍ତି ମୁଁ ଭାବୁଛି ସେ ଯିବେ ନାହିଁ। ବିଜେଡି ସେମିତି ନାହାନ୍ତି ମୁଁ କହିଲେ ଅତ୍ୟୁକ୍ତି ହବନି। ନା ଶୁଣନ୍ତୁ ରାଜା ସ୍ୱାଇଁ ଜଣେ ଯାହା କହନ୍ତି ଅପ୍ରିୟ ସତ୍ୟ କହିଥିବା ବ୍ୟକ୍ତି ଏବଂ ଜଣେ ଆଦର୍ଶବାନ ନେତା କହିଲେ ଅତ୍ୟୁକ୍ତି ହବ ନାହିଁ ଏବଂ ଦଳ ପାଇଁ ତାଙ୍କର ବହୁତ ଅବଦାନ ଅଛି। ତେଣୁ ସିଏ କୋଉ ଚିନ୍ତାଧାରା ଯାହା କହିଥିବେ କୋଉ କାହାକୁ ଲକ୍ଷ୍ୟ ରଖିକି ସେଟା ବରଂ ଭଲ ହବ ତାଙ୍କୁ ପଚାରିଲେ, କିନ୍ତୁ ଶୁଣନ୍ତୁ ଯିଏ ଏପଟ ସେପଟୁ ସେ ଯିବା ଦରକାର।